ଆଲୋ 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 ଇଏ କିଏ ମ? ଇଏ କଣ ପୁଲିସ ମ୍ୟାଡାମ ଆକୁ ଗୋଟେ ବାନ୍ଧିକି କୁଆଡେ ନଉଛନ୍ତି? ଏ ମ୍ୟାଡାମ କରିଛନ୍ତି କଣ? ଆରେ ଓହୋ ଏ ମ୍ୟାଡାମ ତାଙ୍କ ଥାନାରେ କାଳେ ଚୁରା ଫିରତି କରିଥିଲେ ଡ୍ୟୁଟି ଟାଇମରେ ଇଲୁ ଇଲୁ କରୁଥିଲେ। ତାଙ୍କ ସ୍ୱାମୀ ଦେଖିଦେଲା ପରେ ତାଙ୍କର ଉଲ୍ଟା କେସ୍ ମାରିଛନ୍ତି। ମ୍ୟାଡାମ ଏବେ ଜେଲ ହବ। କଣ ହେଲା ମ୍ୟାଡାମ ଥାନାକୁ ନେଇ ଛାଡିଦେବେ? ନାଇଁ ମ ଏମିତି କେମିତି ହବ ମୋହନ ସରକାରରେ? ଏମିତି ହବନି ତ। ଆଇନର କହନ୍ତି ଲମ୍ବା ହାତ, ସେ ଲମ୍ବା ହାତ ଯେତେବେଳେ ମ୍ୟାଡାମ ଟି ପଶିଯିବ ସବୁ ଠିପି ବନ୍ଦ ହେଇଯିବ। ଆଉ କିଏ କହିଲା ଛାଡିଦବ? ଆଉ ତମେ ଯଦି ରକ୍ଷକ ହେଇକି ଯିଏ ଭକ୍ଷକ ହବ ତାହେଲେ ଆମେ କଣ କରିବୁ? ଛି! ଆରେ 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 ମ୍ୟାଡାମଙ୍କର ଏତେ କାଣ୍ଡ ଅଛି। ଆଉ କଣ ମ୍ୟାଡାମ କାଳେ ଶୁଣୁଥିଲି ଯିଏ ଥାନାକୁ ଯାଇଥିଲା କେସ୍ କରି ମ୍ୟାଡାମ କହୁଥିଲା ମୋ ସାଙ୍ଗେ ଇଲୁ ଇଲୁ କର ତାପରେ ଏଫଆଇଆର ଲେଖିବି। ନହେଲେ ଏଫଆଇଆର ଲେଖାଯିବ ନାହିଁ ତମର କିଛି। ଆଗ ଇଲୁ ଇଲୁ କରି ଟେଷ୍ଟିଂ କର ମୋ ସାଙ୍ଗେ, ନହେଲେ ଏଫଆଇଆର କିଛି ନାହିଁ। ମ୍ୟାଡାମଙ୍କର ଏତେ ଗଲୁଆ ଦୋଷ ଅଛି। ସୁରଜା ଠିକ କହୁଥିଲେ ଆଉ ଏ ନାରୀ ଖାଲି ହାଁ ହାଁ